ଚାଲନ୍ତୁ ଜାଣିବା ଆଜି ଚତୁର୍ଥ ଶ୍ରେଣୀ ଆମ ବିଚିତ୍ର ବିଶ୍ୱ, ଯାହାକି ନୂତନ ପାଠ୍ୟପୁସ୍ତକ ଚତୁର୍ଥ ଶ୍ରେଣୀର ପରିବେଶ ପାଠ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ। ଦେଖନ୍ତୁ, ଏହି ପୁସ୍ତକଟି ଆପଣଙ୍କର କ'ଣ ରହିଛି ନା ଜାତୀୟ ଶିକ୍ଷାନୀତି 2020ର ପରିବର୍ତ୍ତନକାରୀ ଶିକ୍ଷା ବ୍ୟବସ୍ଥାର କଳ୍ପନା, ଯାହା ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତି ଉପରେ ଆଧାରିତ ଆକର୍ଷଣୀୟ ଅଭିଜ୍ଞତାମୂଳକ ଅନୁସନ୍ଧାନମୂଳକ ଶିକ୍ଷଣ ଅଭିଜ୍ଞତା ସୃଷ୍ଟି କରି ଏହି ଦୃଷ୍ଟିକୋଣରୁ ବାସ୍ତବରେ ପରିଣତ କରିପାରିବ। ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ 2023 NCFSI 2023ରୁ ତୃତୀୟରୁ ପଞ୍ଚମ ଶ୍ରେଣୀ ପ୍ରସ୍ତୁତ ପର୍ଯ୍ୟାୟରେ ଆମ ଚତୁଃପାର୍ଶ୍ୱ ଜଗତକୁ ଏକ ମୁଖ୍ୟ ପାଠ୍ୟକ୍ରମ ବିଷୟ ଭାବେ ଗ୍ରହଣ କରାଯାଇଛି। ଆମ ଚତୁଃପାର୍ଶ୍ୱର ଜଗତ ବିଷୟଟି ଶିକ୍ଷାର୍ଥୀମାନଙ୍କର ପାରିପାର୍ଶ୍ୱିକ ପରିବେଶକୁ ଆବିଷ୍କାର କରିବା ସହିତ ପରିବେଶ ସହିତ ଜଡ଼ିତ ହେବାରେ ସାହାଯ୍ୟ କରେ। ଏହି ବିଷୟରେ ଅଧ୍ୟୟନ କରିବା ଦ୍ୱାରା ସେମାନଙ୍କର ପରିବେଶକୁ ଆପଣାଇବା ପରିବେଶର ପ୍ରତି ଦାୟିତ୍ୱ ଭାବନା ଆସିଥାଏ। ତ ଜାତୀୟ ଶିକ୍ଷାନୀତି 2020 ସୁପାରିଶ ଆଧାରକୁ ମନରେ ଜିଜ୍ଞାସା ଜାଗ୍ରତ କରିବା, ଅଭିଜ୍ଞତାମୂଳକ ଉତ୍ସାହିତ କରିବା, ସ୍ୱହସ୍ତକୃତ କାର୍ଯ୍ୟକଳାପ କରିବା, ଜିଜ୍ଞାସା ମଧ୍ୟରେ ଶିକ୍ଷାର୍ଥୀମାନଙ୍କର ଚାରିପାଖର ବିଶ୍ୱକୁ ସନ୍ଧାନ କରିବା, ଆବିଷ୍କାର କରିବାର ସୁଯୋଗ ଦେଇଛି। ବିଜ୍ଞାନ, ସାମାଜିକ ବିଜ୍ଞାନ, ପରିବେଶ ଶିକ୍ଷାକୁ ଏକୀକୃତ କରି ଏହି ପୁସ୍ତକରେ ବାସ୍ତବ ଜୀବନର ଅଭିଜ୍ଞତା ସହିତ ସମସ୍ୟାର ସମାଧାନ ଦକ୍ଷତାକୁ ବୃଦ୍ଧି କରୁଛି ଏବଂ ସମାଲୋଚନାକୁ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛି। ଏହାର ଲକ୍ଷ୍ୟ ହେଉଛି ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ସହିତ ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବା, ଯାହାଫଳରେ ସେମାନେ ପରିବେଶକୁ ବୁଝିପାରିବେ। ପ୍ରଥମ ଏକକ ଆମ ଗୋଷ୍ଠୀ, ପ୍ରଥମ ପାଠ ଏକତ୍ର ବାସ କରିବା, ଦ୍ୱିତୀୟରେ ଦେଇଛି ଆମ ପଡ଼ୋଶୀମାନଙ୍କୁ ଜାଣିବା, ତୃତୀୟ ଏକକରେ ଆମ ଚାରିପାଖର ଜୀବନ, ତୃତୀୟ ପାଠ ହେଉଛି ପ୍ରକୃତି ଯାତ୍ରା, ଚତୁର୍ଥ ପାଠ ପ୍ରକୃତି ସହିତ ବଢ଼ିବା, ତୃତୀୟ ଏକକ ସହିତ ସ୍ୱାସ୍ଥ୍ୟ ଓ ସୁସ୍ଥତା, ପଞ୍ଚମ ପାଠ ଖାଦ୍ୟ ସ୍ୱାସ୍ଥ୍ୟ, ଷଷ୍ଠ ପାଠ ଆନନ୍ଦମୟ ସୁସ୍ଥ ଜୀବନଯାପନ। ଚତୁର୍ଥ ଏକକରେ ସେହିଭଳି ଦେଇଛି ସପ୍ତମ ପାଠ ଜିନିଷଗୁଡ଼ିକ କିପରି କାର୍ଯ୍ୟ କରନ୍ତି, ଅଷ୍ଟମ ପାଠ ଜିନିଷଗୁଡ଼ିକ ଗଠନ ପ୍ରଣାଳୀ, ପଞ୍ଚମ ଏକକ ହେଉଛି ଆମ ପରିବେଶ, ନବମ ପାଠ ଭିନ୍ନ ଭୂମି ଭିନ୍ନ ଜୀବନ, ଦଶମ ପାଠ ଆମ ଆକାଶ। ଦେଖନ୍ତୁ, ଆମ ଗୋଷ୍ଠୀ ସମ୍ପର୍କରେ ଅଛି। ଗୋଷ୍ଠୀର ପ୍ରଥମ ପାଠ, ଦ୍ୱିତୀୟ ପାଠ ଶିକ୍ଷକଙ୍କୁ ସୁଗମ କରାଇବେ, ଏକତ୍ର ବାସ କରିବା, ମୋ ଗ୍ରାମ ଚାରିପାଖରେ ଏକ ଭ୍ରମଣ, ସେହିଭଳି ସ୍ଥାନ, ଲୋକସ୍ଥାନ ମଧ୍ୟରେ ସମ୍ପର୍କ, ଦୋକାନ, ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ସୁରକ୍ଷା ପ୍ରଦାନ କରେ, ରାସ୍ତା ବିଭିନ୍ନ ଅଞ୍ଚଳକୁ ରହୁଥିବା ଲୋକମାନଙ୍କୁ ସମ୍ପର୍କିତ କରେ। ସେହିଭଳି ଆକର୍ଷଣୀୟ ଚିତ୍ର ସହିତ ଦେଇଛି। ତାପରେ ଦେଖନ୍ତୁ, କର୍ମକ୍ଷେତ୍ର ବି ଦେଇଛି। କାର୍ଯ୍ୟ 3ରେ ତୁମ ଅଞ୍ଚଳକୁ ଠିକ୍ ରଖିବାରେ ସାହାଯ୍ୟ କରୁଥିବା ଲୋକଙ୍କୁ ଚିହ୍ନଟ କର। 2ରେ ସାରଣୀକ ଦେଖ ଲୋକମାନେ କର୍ମକ୍ଷେତ୍ର, ବୃତ୍ତି, ସେମାନେ କି କାମ କରନ୍ତି, ସେମାନଙ୍କର ଉପକରଣ ଗୁଡ଼ିକ ଦେଇଛି। ସେହିଭଳି ବନ ମହୋତ୍ସବ ପାଳନ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି। ସଫେଇ କାର୍ଯ୍ୟ, ଚାରାରୋପଣ, ଜଳସେଚନ, ରନ୍ଧନ କାର୍ଯ୍ୟ ପ୍ରତି ବିଭିନ୍ନ ଦଳ ଗଠନ କରାଯାଇଥିଲା। ସେହିଭଳି ମିଳିମିଶି ଭୋଜନ କରିବା, ଭୋଜି କଥା ଦେଇଛି, ବସିକି ଏକାଠି ଖାଇବା। ସେହିଭଳି ରଜ ପର୍ବ ପାଳନ କରିବା, ସେହିଭଳି ବନ ମହୋତ୍ସବ ପର୍ବ ପାଳନ ଶେଷ ହେଲା କ୍ଳାନ୍ତ, ତଥାପି ସେମାନେ ଖୁସି ଅନୁଭବ କରୁଥିଲେ ଏବଂ ପାର୍କକୁ ଆକର୍ଷଣୀୟ କରିଛନ୍ତି। ସେମାନେ ସେବେଠାରୁ ପାର୍କର ଯତ୍ନ ନେବା ନିଷ୍ପତ୍ତି ନେଇଥିଲେ। ଆସ ଚିନ୍ତା କରିବାରେ ଦେଇଛି ଆମ ବିଦ୍ୟାଳୟ, ଆମ ଦଳ। ବିଦ୍ୟାଳୟର ବିଭିନ୍ନ ପ୍ରକାରର ଦଳ ବିଷୟରେ ଆଲୋଚନା କଲେ। ଶିକ୍ଷକ ନୂଆ ଜିନିଷ ଶିଖିବାରେ ଶିକ୍ଷକ ଛାତ୍ରକୁ ସାହାଯ୍ୟ କରନ୍ତି। ବିଦ୍ୟାଳୟ, ବସ୍ ଡ୍ରାଇଭର, ସେହିଭଳି ପ୍ରଣାଳୀ ଗୁଡ଼ିକ ଦେଇଛି। ମୁଁ ଅଟେ ଭାଇ ଏମିତି ଏକ ସ୍ଥାନ କରିଥାନ୍ତି ଯାତ୍ରୀ ବିଶ୍ରାମ, କାଳେ ଛାଡ଼ିଦେବ ବସ୍ ତାଙ୍କରି ଦୂର ହେଉ ନିକଟ, ବସ୍ ଯାଏ ସଭିଙ୍କୁ ବାଟ, ବସ୍ଷ୍ଟାଣ୍ଡ। ମୁଁ ରଖେ ଚିଠି ଦୂର ଓ ପାଖ, ଷ୍ଟାମ୍ପ ପାର୍ସଲ ଏଠି ଅନବରତ। ତ ଆମର କ'ଣ ହେବ, ପୋଷ୍ଟାଲ। ଏଗୁଡ଼ିକ ଆମର ପ୍ରଣାଳୀ ଦେଇଛି, ତାକୁ ବାଛି ଲେଖିବ। ଦ୍ୱିତୀୟ ପାଠ ଦେଖନ୍ତୁ, ପଡ଼ୋଶୀମାନଙ୍କୁ ଜାଣିବା, ଘରକୁ ଫେରିବା ବାଟରେ ପଡ଼ୋଶୀମାନଙ୍କୁ କିଭଳି ଭାବରେ ଜାଣିବେ।
ତୁମେ ଜାଣ କି ବହୁଦିନ ପୂର୍ବରୁ ଲୋକମାନେ ନାଗରା, ବାଜା ବଜାଇ ଓ ପଥରରେ ଖୋଦନ କରି ଯୋଗାଯୋଗ କରୁଥିଲେ। ପରେ ଲୋକମାନେ ବାର୍ତ୍ତାବାହକ ଓ ପାରାମାନଙ୍କ ଦ୍ୱାରା ଚିଠି ପଠାଉଥିଲେ। ଏହିଭଳି ବାର୍ତ୍ତାବହ ଜିନିଷଗୁଡ଼ିକ ମୋବାଇଲ ଟେଲିଫୋନ ବିଷୟରେ ଆଲୋଚନା ହୋଇଛି। ସେହିଭଳି ଭାବରେ ଦେଖନ୍ତୁ ଚିଠି ବିଷୟରେ ବ୍ରିଜ, ଉଡ଼ାଜାହାଜ, ଆମର ରାସ୍ତାଘାଟ, ଟ୍ରାମ୍, ଟ୍ରେନ୍ ସେଗୁଡ଼ିକ ବିଷୟରେ ଦେଇଛି। ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ ପାଇଁ ATM ବିଷୟରେ ଦେଇଛି। ଏହିଭଳି ଆସେ ଚିନ୍ତା କରିବା, ସଞ୍ଚୟ, ଖର୍ଚ୍ଚ, କଳ୍ପନା କରିବା। ସେହିଭଳି ଦେଖନ୍ତୁ 3 ନମ୍ବର କୋଭିଡ-19ରେ ଗୋଷ୍ଠୀ ଅନ୍ତର୍ଭୁକ୍ତ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିଥିଲ, ବୟସ୍କମାନଙ୍କୁ ସାହାଯ୍ୟ କରିଥିଲ, ତାଲିକା ପ୍ରସ୍ତୁତ କର। ଡାକ୍ତର, ନର୍ସ, ଆବର୍ଜନା ସଂଗ୍ରହକାରୀ, ଦୋକାନୀ, ଶିକ୍ଷକ ଅନ୍ୟମାନେ ଏଥିରେ ସାମିଲ ଥିଲେ। ଗୋଷ୍ଠୀ କିପରି ନିରାପଦ ସୁରକ୍ଷିତ ରଖିଥିଲେ ସେ ସମ୍ପର୍କରେ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କର। ପୋଲିସ ଷ୍ଟେସନରେ କିଏ କିଏ ରୁହନ୍ତି, ଡାକ୍ତରଖାନାରେ କିଏ କିଏ ରୁହନ୍ତି, ନିଆଲିଭା କେନ୍ଦ୍ର, ପୋଷ୍ଟ ଅଫିସ, ପାଠାଗାର ଏସବୁଠି କିଏ କିଏ ରୁହନ୍ତି ଲେଖ। ଦ୍ୱିତୀୟ ଏକକ ଆମ ଚାରିପାଖରେ ଜୀବନ ଦେଇଛି, ଚାରିପାଖରେ ଜୀବଜନ୍ତୁ, ପ୍ରକୃତି ଯାତ୍ରା। ତୃତୀୟ ପାଠ ଏକ ସାହସିକତାର ଯାତ୍ରା ଆରମ୍ଭ। ସେଭଳି ତୁମେ ଜାଣିଛ କି ଚଷମା ଭଳି ଆଖି ଦେଖାଯାଉଥିବା ମାଙ୍କଡ଼ ହେଉଛି ତ୍ରିପୁରା ରାଜ୍ୟର ପଶୁ, ଷ୍ଟେଟ୍ ଆନିମଲ୍। ଏହା ଆଖି ଚାରିପାଖରେ ଥିବା କଳା ଦାଗ ଯୋଗୁଁ ଆମକୁ ଚଷମା ପିନ୍ଧିଥିବା ପରି ଜଣାଯାଏ। ତେଣୁ ଜୀବଜନ୍ତୁ ବିଷୟରେ ଜାଣିବେ। ପକ୍ଷୀମାନଙ୍କ ବିଷୟରେ ଜାଣିବା। ଆସ ତଳେ ଯାଇଥିବା ପକ୍ଷୀମାନଙ୍କର ନାମ ଲେଖିବା। ସେହିଭଳି ଖାଦ୍ୟ, ଶସ୍ୟ ସାମଗ୍ରୀ, ଆବଶ୍ୟକ ଉପକରଣ, ଶସ୍ୟ, କୋଳି, ବାଦାମ, କଟାଯାଇଥିବା ଫଳଖଣ୍ଡ। ସେହିଭଳି ବିଭିନ୍ନ ପ୍ରକାରର ମୁଣ୍ଡ ଦେଇଛି। ପକ୍ଷୀମାନଙ୍କର ଥଣ୍ଟ, ପଞ୍ଝା ଅଲଗା ଖାଦ୍ୟ ଅଭ୍ୟାସ ଥାଏ। ମୋ ପକ୍ଷୀ ଡାଏରୀ। କ୍ଷୁଦ୍ର ପ୍ରାଣୀ, କ୍ଷୁଦ୍ର ପ୍ରାଣୀରେ କୀଟଗୁଡ଼ିକ ଦେଖନ୍ତୁ, ସେଗୁଡ଼ିକ ଚିହ୍ନିବେ। ପତ୍ର ଚିହ୍ନିବେ। ଶିକ୍ଷକଙ୍କୁ ସୂଚନା, ଛାତ୍ରଛାତ୍ରୀମାନଙ୍କୁ ଖେଳରେ ସେମାନଙ୍କର ଭୂମିକାକୁ ବୁଝିବା ଏବଂ ଆଲୋଚନାରେ ଭାଗ ନେବା ପ୍ରୋତ୍ସାହିତ କରିବେ। ସେହିଭଳି ଚତୁର୍ଥ ପାଠ ପ୍ରକୃତି ସହିତ ବଢ଼ିବା। ଏକ ଜଙ୍ଗଲ ମଧ୍ୟରେ ଯାତ୍ରା। ସ୍ୱାଗତ। ଦେଖନ୍ତୁ ବିଭିନ୍ନ ପ୍ରକାରର ଜଙ୍ଗଲରେ କେମିତି ରୁହନ୍ତି ଲୋକମାନେ, କିଭଳି ହାତ ତିଆରି ଜିନିଷପତ୍ର କରନ୍ତି, କିଭଳି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସଂସ୍କୃତି ସହିତ ନାଚ ଗୀତ କରନ୍ତି। ପକ୍ଷୀମାନଙ୍କର ଖାଦ୍ୟ, ଗଛ ଲଗାଅ, ସଫେଇ ଅଭିଯାନ। ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଷୟରେ ଦେଖନ୍ତୁ। ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ବିଷୟରେ ଦେଇଛି। ଆମ ବିଦ୍ୟାଳୟ ଖାଦ୍ୟ ମହୋତ୍ସବକୁ ସ୍ୱାଗତ। ଏଥିରେ କି ପ୍ରକାର ଖାଦ୍ୟ, ଚାଉଳ, ଗହମ, ମକା, ବନ୍ଧାକୋବି, ସେଉ, କନ୍ଦମୂଳ, ମହୁ, ମାଲେଟ୍ ଇତ୍ୟାଦି ଖାଦ୍ୟଶକ୍ତିର ଭରପୁର। ଲହୁଣୀ, ଘିଅ, ତେଲ ଇତ୍ୟାଦି ଆମ ଶରୀରକୁ ଶକ୍ତି ଯୋଗାଏ। ସେଭଳି ଗଠନକାରୀ। ଡାଲି, ଛୁଇଁ, ଛେନା, କଦଳୀ, କ୍ଷୀର। ସେହିଭଳି କମଳା, ଗାଜର, ଲେମ୍ବୁ, ବିଲାତି ବାଇଗଣ ସୁରକ୍ଷା ପ୍ରଦାନକାରୀ। ସେହିଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ, ଜଙ୍କ ଫୁଡ଼କୁ ନାଁ କୁହ। ବିଭିନ୍ନ ପ୍ରକାରର ଯେଉଁ ରହିଲା ଆଇସ୍କ୍ରିମ୍, ପିଜା, ବର୍ଗର, ସୋନପାମ୍ପୁଡ଼ି, କୁରକୁରି ଏସବୁକୁ ନାଁ କୁହ। ସେଗୁଡ଼ିକ ଦେହ ଖରାପ କରିଥାଏ। ସେହିଭଳି ଷଷ୍ଠ ହେଉଛି ଶସ୍ୟର ଯାତ୍ରା ଉପାଦାନକୁ ଖାଦ୍ୟ ଥାଳି। ବିଭିନ୍ନ ସାଂସ୍କୃତିକ ପ୍ରଥା ରହିଛି, ଯେଉଁଥିରେ ଆମେ ଖାଉଥିବା ଖାଦ୍ୟ ଓ ପ୍ରକୃତି ମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥାଉ। ମକର ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ନୂଆଖାଇ, ରଜ ଉତ୍ସବ, ଓଣମ୍, ଲୋହରୀ ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟ ରହିଥାଏ। ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକ ଦେଖନ୍ତୁ, ଜିନିଷଗୁଡ଼ିକ କିପରି କାର୍ଯ୍ୟ କରନ୍ତି। ଯେମିତି ମୁଦ୍ରା, ଚୁଡ଼ି, ପେନସିଲ, ପଥର ଖଣ୍ଡ, କାଠ, ନଟୁ, ଦାନ୍ତ ଖୁଣ୍ଟା, କାଗଜରେ ତିଆରି କରିବା ବସ୍ତୁ, ଆମ ପରିବେଶ, ଭିନ୍ନ ଭିନ୍ନ ଭୂମି, ଜୀବନ।
ଦେଖ କେଉଁ ପ୍ରକାରର ଭୂମିରେ କେଉଁ ପ୍ରକାର ଜୀବମାନେ ରହନ୍ତି, ମରୁଭୂମିରେ କେମିତି ରହନ୍ତି ଜୀବମାନେ, ସେଇଭଳି ସମୁଦ୍ର କୂଳରେ ଜୀବମାନେ କେମିତି ରୁହନ୍ତି, ସମୁଦ୍ର କୂଳ ପରିବେଶ କିପରି ଥାଏ, ସେଇଭଳି ଜଳ ଜୀବମାନେ ସବୁ କେମିତି ରୁହନ୍ତି, ପାହାଡ଼ରେ କେମିତି ସବୁ ଲୋକମାନେ ରୁହନ୍ତି, ତା ବିଭିନ୍ନ ଭୂମିରେ କିଭଳି ଜୀବନଯାପନ କରନ୍ତି। ବୃକ୍ଷ, ପ୍ରାଣୀ, ଗୃହ, ପୋଷାକ, ଖାଦ୍ୟ, ପର୍ବପର୍ବାଣି, ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ବିଭିନ୍ନ ପ୍ରକାର ଦଶମ ପାଠ ହେଉଛି ଆମ ଆକାଶ ବିଷୟ ସୂର୍ଯ୍ୟଙ୍କ ଦ୍ୱାରା ଛାୟା ଗଠନ ଦେଇଛି। ସେହିଭଳି ଅମାବାସ୍ୟା ପୂର୍ଣ୍ଣିମା ବିଷୟରେ ଦେଇଛି। ତ ଆମର ନୂତନ ପାଠ୍ୟପୁସ୍ତକରେ ଚନ୍ଦ୍ରାୟନ ଏବଂ ଅନ୍ତରିକ୍ଷ ବିଷୟରେ ସବୁ ବହିରେ ସମ୍ୟକ ଧାରଣା ଦିଆଯାଇଛି। ଏହି ବହି ଗୁଡ଼ିକ ଆପଣମାନେ ଦେଖନ୍ତୁ ଏବଂ କ'ଣ ଅଛି ଜାଣନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।